ମା ଚଢ଼େଇ ଆଉ ବାପା ଚଢ଼େଇ ତାଙ୍କ ଝିଅ ପାଇଁ ବହୁତ ଜୋର ବର୍ଷାରେ ଖାଦ୍ୟ ନେଇ ତାଙ୍କ ଘରକୁ ଫେରୁଥିଲେ। ଆଉ ସେହି ସମୟରେ ଚାରିଆଡ଼େ ହଠାତ୍ ଅନ୍ଧାର ଛାଇଯାଏ। ଆଉ ସେ ସ୍ୱାମୀ ଓ ସ୍ତ୍ରୀ ରାସ୍ତା ଭୁଲି ଯାଆନ୍ତି। ଜୋର ବର୍ଷା ଓ ଅନ୍ଧାର ଯୋଗୁଁ ସେ ଦୁଇ ଜଣ ଥକି ଯାଇ ଗୋଟେ ଗଛ ତଳେ ବସିଯାଆନ୍ତି। ଆମ ଝିଅ ଘରେ ଏକା ଅଛି। ସେ ବହୁତ ଡରି ଯାଇଥିବ। ମତେ ମୋ ଝିଅର ବହୁତ ଚିନ୍ତା ହେଉଛି। ହଁ, କୁକୁ ପ୍ରଥମ ଥର ଏତେ ଜୋର ବର୍ଷା ଦେଖି ବହୁତ ଡରି ଯାଇଥିବ। ସେହି ସମୟରେ ଗୋଟେ ଜୋରରେ ବିଜୁଳି ବହୁତ ଜୋରରେ ଶବ୍ଦ କରି ଆକାଶରେ ମାରିଲା। ନିଜ ଘରେ ରହି ସେ ଛୋଟ ଚଢ଼େଇ ଡରି ଯାଇ ଝରକା ପାଖକୁ ଆସେ। ଏ ଶବ୍ଦ ଆଉ ଆକାଶରୁ ପାଣି ପଡୁଛି। ମୁଁ ପ୍ରଥମ ଥର ଏସବୁ ଦେଖୁଛି। ମା ବାପା ବି ମୋତେ ଆଗରୁ ଏସବୁ ବିଷୟରେ କିଛି କହିନାହାନ୍ତି। ଆଉ ସେମାନେ ପାଣିରେ ଓଦା ହୋଇ ଯାଇଥିବେ। ତାଙ୍କ ଡେଣା ସବୁ ଭିଜି ଯାଇଥିବ। ସେ ଛୋଟ ଚଢ଼େଇ ଏମିତି କହି ଡରି କରି ବସିଯାଏ। ଆକାଶରେ ସେ ବିଜୁଳି ଆଉ କୋଉଠି ନ ପଡ଼ି ସେ ମା ବାପାଙ୍କ ଉପରେ ପଡ଼ିଥିଲା। ଆଉ ସେ ସ୍ୱାମୀ ଓ ସ୍ତ୍ରୀ ବିଜୁଳି ମାରିବାରୁ ମରି ଯାଇଥିଲେ। ଆଉ ତାଙ୍କ ପାଖରେ ଥିବା ଗୋଟେ ଗଛ ମଧ୍ୟ ବିଜୁଳିରେ ଜଳୁଥିଲା। ସାରା ରାତି ଛୋଟ ଚଢ଼େଇ ଝରକା ପାଖରେ ବସି ତାଙ୍କ ମା ବାପାଙ୍କୁ ଚାହିଁ ବସିଥିଲା। ଆଉ ଏମିତି ସକାଳ ହୋଇଯାଏ। ଆଉ ବର୍ଷା ବି ବନ୍ଦ ହୋଇଯାଇଥିଲା। କୁକୁ ଘରୁ ବାହାରି ଗୋଟେ ଗଛରେ ବସିଯାଏ। ଆଉ ସେଠି ଗରିକୁଆ ଆଉ କାଳୁକୁଆ ତାଙ୍କ ଖାଦ୍ୟ ନେବା ପାଇଁ ଉଡ଼ିକରି ଯାଉଥିଲେ। ଆଉ ସେହି ସମୟରେ ସେମାନେ ସେ ଶୁଖିଲା ଗଛ ପାଖରେ ମା ଚଢ଼େଇ ଓ ବାପା ଚଢ଼େଇ ମରି ପଡ଼ିଥିବାର ଦେଖିଲେ। କାଳୁ, ଦେଖ, କାଲି ରାତିରେ ଯେଉଁ ଜୋରରେ ବିଜୁଳି ମାରୁଥିଲା ସେ ଚଢ଼େଇ ଓ ତା ସ୍ୱାମୀର ଜୀବନ ନେଇଗଲା। ଆରେ, କାଲି ସେ ଜୋର ବିଜୁଳି ବହୁତ ଚଢ଼େଇଙ୍କ ଜୀବନ ନେଇଛି। ବହୁତ ଚଢ଼େଇ ପରିବାର ଅନାଥ ହୋଇଯାଇଛନ୍ତି। କାଲୁ, ଚଢ଼େଇରେ ତ ଗୋଟେ ଛୋଟ ଝିଅ ଛୁଆ ଥିଲା। ଜଣା ନାହିଁ ସେ ଏବେ କେମିତି ଥିବ। ଚାଲ, ଆରେ ଦେଖିବା। ଆମେ ଯାଇ ତାକୁ ଦେଖିବା ଦରକାର। ତାପରେ ଗରି ଆଉ କାଲୁ ଉଡ଼ିକରି ଚଢ଼େଇ ଘରକୁ ଯାଆନ୍ତି। ସେଠି କୁକୁ ଗଛ ଉପରେ ତା ମା ବାପାଙ୍କ ଫେରିବା ବାଟକୁ ଚାହିଁ ବସିଥାଏ। ଆଉ ସେଠି ଗରି ଓ କାଲୁ ପହଞ୍ଚି ଯାଆନ୍ତି। ଆଣ୍ଟି, ଆଣ୍ଟି, ମୋ ମା ବାପାଙ୍କୁ ଦେଖିଛ କି? ସେ ମୋ ପାଇଁ ଖାଦ୍ୟ ଆଣିବାକୁ ଯାଇଥିଲେ, ହେଲେ ଏବେ ସୁଦ୍ଧା ଆସିନାହାନ୍ତି। ମୋତେ ଲାଗୁଛି ବର୍ଷା ପାଣିରେ ତାଙ୍କ ଡେଣା ଓଦା ହୋଇ ଯାଇଥିବ। କୁକୁ, ମୋ ଝିଅ, ତମ ମା ବାପା ଆଉ କେବେ ଆସିବେନି। କାଲି ଜୋରରେ ଯେଉଁ ବର୍ଷା ହଉଥିଲା ସେଥିରେ ଯେଉଁ ବିଜୁଳି ମାରୁଥିଲା ସିଏ ତମ ମା ବାପାଙ୍କ ଜୀବନ ନେଇଯାଇଛି। ନା ନା ଆଣ୍ଟି, ମାମା ଯିବା ବେଳେ ମୋତେ କହିକି ଯାଇଥିଲେ କି ସେ ନିଶ୍ଚୟ ଆସିବେ। ଝିଅ, ଏସବୁ ଆମ ହାତରେ ନାହିଁ। କେତେବେଳେ କାହା ଜୀବନ ଚାଲିଯିବ କିଛି ଜଣା ନାହିଁ। ଚାଲ, ଏବେ ତମେ ଆମ ସହିତ ଚାଲ। ହଁ କୁକୁ, ଚାଲ, ଆମ ସହିତ ଚାଲ। ତମେ ଏକା ରହିବା ଏବେ ବହୁତ ବିପଦ। ଏବେଠୁ ତମେ ଆମ ସହିତ ରହିବ। ତାପରେ କାଲୁ ଓ ଗରି କୁକୁକୁ ତାଙ୍କ ସହିତ ତାଙ୍କ ଘରକୁ ନେଇ ଆସନ୍ତି। ତା ପରଦିନ ସକାଳେ କୁକୁ ଉଠି କାନ୍ଦିବାକୁ ଲାଗିଯାଏ। ମାମା, ମାମା, ମୋତେ ତମ କଥା ଭାରି ମନେ ପଡୁଛି। କୁକୁ, ମୋ ଝିଅ, ଏମିତି କାନ୍ଦିଲେ କିଛି ଠିକ୍ ହୋଇଯିବନି। ତମକୁ ପୁରା ଜୀବନ ବଞ୍ଚିବାର ଅଛି। ଚାଲ, ଖାଦ୍ୟ ଆଣିବାକୁ ଯିବା
ମୁଁ ତୁମକୁ ଖାଦ୍ୟ ଆଣିବା ଶିଖେଇଦେବି। ତାପରେ ଗରି ଓ କାଲୁ କୁକୁକୁ ସାଥିରେ ନେଇ ଖାଦ୍ୟ ଆଣିବାକୁ ଚାଲି ଯାଆନ୍ତି। କାଲୁ ଆଉ ଗରି କୁକୁକୁ ନେଇ ଘନ ଜଙ୍ଗଲ ଭିତରକୁ ଯାଆନ୍ତି। ସେଠାରେ ତାଙ୍କୁ ଖାଦ୍ୟ ମିଳିଯାଏ। କୁକୁ, ଯେବେ ବି ଖାଦ୍ୟ ଦେଖିବ ସବୁଆଡ଼େ ଟିକେ ଦେଖିନେବ କି ସେ ଖାଦ୍ୟ କୌଣସି ଶିକାରୀର ତ ନୁହଁ। ସେହି ସମୟରେ ଗୋଟେ ଅଲଗା କୁଆ ଆସିଯାଏ। ତମେ କୁଆମାନେ ଖାଦ୍ୟ ନେଇପାରିବ, ହେଲେ ଏ ଛୋଟ ଚଢ଼େଇକୁ ମୁଁ ଖାଦ୍ୟ ନେବାକୁ ଦେବିନି। ଆରେ ଓ ରାକା, ତୋ ବାପ ଜଙ୍ଗଲ ନା ଏଇଟା? ଏବେଠୁ ଏ ଛୋଟ ଚଢ଼େଇ ମୋ ଝିଅ। ଯଦି ସାହସ ଅଛି ହାତ ଲଗେଇ ଦେଖ। ମୁଁ ଯଦି ତୋ ହାତ ନ ଭାଙ୍ଗିଦେବି ମତେ କହିବୁ। ଯଦି ଛୋଟ ଚଢ଼େଇକୁ ଅନାଥ ଭାବି କେହି କିଛି କହିବ ତ ମୁଁ ତା ଜୀବନ ନେଇଯିବି। କୁଆ ଓ ଚଢ଼େଇର ଭଲ ପାଇବା ମୁଁ ପ୍ରଥମ ଥର ଦେଖୁଛି। ଚାଲ କୁକୁ, ଆମେ ଘରକୁ ଫେରିଯିବା। ଆଣ୍ଟି, କଣ ଜଙ୍ଗଲରେ ଏମିତି ଖରାପ ପକ୍ଷୀ ବି ଥାଆନ୍ତି? ହଁ କୁକୁ, ହେଲେ ଏମିତି ଖରାପ ପକ୍ଷୀମାନଙ୍କୁ ନ ଡରି ଏମାନଙ୍କ ସହ ମୁକାବିଲା କରିବା ଉଚିତ। ତାପରେ ସେମାନେ ଖାଦ୍ୟ ନେଇ ସେଠାରୁ ଚାଲି ଯାଆନ୍ତି। ସେମିତି କାଲୁ ଓ ଗରି ପ୍ରତିଦିନ କୁକୁକୁ ଖାଦ୍ୟ ଆଣିବା ଶିଖାଉଥିଲେ। କିଛି ଦିନ ବିତିଯାଏ ଆଉ କୁକୁ ବଡ଼ ହୋଇଯାଏ। ଗୋଟେ ଦିନ ଗରି କାଉ କାଲୁ କାଉକୁ କୁହେ, କାଲୁ, କୁକୁ ଏବେ ବଡ଼ ହୋଇଗଲାଣି। ମୁଁ ଚାହୁଁଛି କୁକୁ ଝିଅକୁ ବୁଲବୁଲଙ୍କ ସ୍କୁଲରେ ଭର୍ତ୍ତି କରିଦେବି। ସେଠାରେ ସେ କପଡ଼ା ସିଲେଇ ଶିଖିଯିବ। ହଁ ହଁ ମାମା, ମତେ ସିଲାଇ ଶିଖିବାକୁ ବହୁତ ଇଚ୍ଛା ଅଛି। ତାପରେ ମୁଁ ତମ ପାଇଁ ଗୋଟେ ଭଲ ଡ୍ରେସ୍ ବନେଇବି। ଝିଅ, ଏବେ ତମେ ବଡ଼ ହୋଇଗଲଣି। ଏବେ ତମ ବାହାଘର ବି ଆମକୁ କରିବାକୁ ପଡ଼ିବ। ତାପରେ ଗରି ଆଉ କାଲୁ କୁକୁକୁ ବୁଲବୁଲ ସିଲାଇ ସ୍କୁଲରେ ଭର୍ତ୍ତି କରିବାକୁ ଯାଆନ୍ତି। ଆରେ ଗରି, କାଲୁ, ଏ ଚଢ଼େଇ ତ ଅନାଥ ଅଟେ। ମୋ ଫିସ୍ କିଏ ଦବ? ବୁଲବୁଲ ଦିଦି, ଏ ଚଢ଼େଇ ଅନାଥ ନୁହଁ। ମୁଁ ତା ମା, ଆଉ ଏ ତାଙ୍କ ବାପା। ଆମେ ଦବା ତା ଫିସ୍, ଆମେ ଦବା ତା ଫିସ୍। ତମେ ଚିନ୍ତା କରନି ବୁଲବୁଲ ଭଉଣୀ। ତ ଠିକ୍ ଅଛି। ତମ ନାଁ କ'ଣ? କୁକୁ, କୁକୁ ମୋ ନାଁ। ଆଉ ବାପା ନାଁ କ'ଣ? ଏମିତି ଶୁଣି କୁକୁ କାଲୁକୁ ଆଡ଼କୁ ଦେଖେ। କାଲୁ ବହୁତ ଭଲ ପାଇବା ନଜରରେ ତା ମୁଣ୍ଡକୁ ହଲାଏ। କାଲୁ, କାଲୁକୁ ଆମ ବାପାଙ୍କ ନାଁ। ଏମିତି କହି କୁକୁ ତା ବାପା କାଲୁ କୁଆକୁ କୁଣ୍ଡି ପକାଏ ଆଉ କାନ୍ଦିବାକୁ ଲାଗିଯାଏ। କୁକୁ, ତମେ ଜମା କାନ୍ଦନି। ଆମେ ତମକୁ ସାହସ ବନେଇବାକୁ ଚାହୁଁଛୁ, ଯେମିତି ତମେ ଏ ଦୁନିଆ ସହ ପାଦରେ ପାଦ ଦେଇ ଚାଲିବା ଶିଖିଯିବ। ତାପରେ କୁକୁ ପ୍ରତିଦିନ ବୁଲବୁଲର ସ୍କୁଲକୁ ସିଲେଇ ଶିଖିବାକୁ ଆସେ। ଦିନେ କୁକୁ ସିଲାଇ ଶିଖି ଆସିବା ସମୟରେ ଗୋଟେ ପେଚା ତାକୁ ଅଟକାଏ। ସୁନ୍ଦର ଚଢ଼େଇ, ଚାଲ ତୁ, ତମକୁ ଆଇସ୍କ୍ରିମ୍ ଆଉ ଚକୋଲେଟ୍ ଖୁଆଇ ଦେବି। ଚାଲ ଚାଲ, ଏଠୁ ଯାଅ, ମୁଁ ମୋ ସିଲାଇ ସ୍କୁଲ ଯାଉଛି। ହେଲେ ମୁଁ ତତେ ଆଜି ଛାଡ଼ିବିନି। ମୁଁ ତ ଆଜି ତତେ ଏଠୁ ନେଇକରି ଯିବି। ଏମିତି କହି ଯେମିତି ସେ ପେଚା କୁକୁ ଆଡ଼କୁ ବଢ଼େ, ସେଠାକୁ କାଲୁ କୁଆ ଆସିଯାଏ। ଆରେ ଓ ହାରାମି ପେଚା, ତୋର ଏତେ ସାହସ? ତୁ ମୋ ଝିଅକୁ ହାତ ଲଗେଇବୁ? ମୁଁ ଆଜି ତୋ ମୁହଁ ଭାଙ୍ଗିଦେବି। ତାପରେ ସେ ଦୁଇ ଜଣଙ୍କ ଭିତରେ ମାରାମାରି ଆରମ୍ଭ ହୋଇଯାଏ। ତାପରେ କାଲୁ କୁଆ ମାରି ମାରି ସେ ପେଚାକୁ ସେଠାରୁ ଘୋଡ଼ି ଦିଏ ଆଉ ତା ଝିଅକୁ ସାଥିରେ ନେଇ ଚାଲିଯାଏ। କୁକୁ, ମୋ ଝିଅ, କାଲିଠୁ ତମ ବାପା ତମ ସହ ଯିବା ଆସିବା କରିବେ। ସେମିତି କିଛି ଦିନ ପରେ ଗରି ଆଉ କାଲୁ କୁକୁକୁ ଜୀବନ କେମିତି ବଞ୍ଚିବାକୁ ହୁଏ
ଶିଖାଇ ଦିଅନ୍ତି ଆଉ ଖାଦ୍ୟ ଆଣିବା ବି ଶିଖାଇ ଦିଅନ୍ତି। ତାପରେ କିଛି ଦିନ ଗଲା, ଗରି ଓ କାଲୁ କୁକୁର ବାହାଘର ଗୋଟେ ସୁନ୍ଦର ଚଢ଼େଇ ସହ କରିଦିଅନ୍ତି। କୁକୁର ଘର ବିଦାୟ ସମୟରେ ଗରି ଓ କାଲୁ ବହୁତ କାନ୍ଦନ୍ତି। ମାମା, ପାପା, ଆପଣମାନେ କାନ୍ଦନ୍ତୁନି, ମୁଁ ତୁମମାନଙ୍କୁ ଦେଖା କରିବାକୁ ଆସିବି। କୁକୁ ମୋ ଝିଅ, ମୋତେ ତମ କଥା ଭାରି ମନେ ପଡ଼ିବ। କାଲୁ କୁଆ ବି ଗଛରେ ମୁଣ୍ଡ ଡରି ବହୁତ କାନ୍ଦୁଥିଲା। ଗରି, ଏବେ ଆମେ କୁକୁ ବିନା କେମିତି ବଞ୍ଚିବା? ହେଲେ ଝିଅମାନଙ୍କୁ ତ ତାଙ୍କ ଘରକୁ ଯିବା ପାଇଁ ହିଁ ପଡ଼େ। ଏମିତି ଗୋଟେ ଅନାଥ ଚଢ଼େଇର ଜୀବନ ଗୋଟେ ପଡ଼ୋଶୀ ଖୁସିରେ ଭରିଦେଲେ।